साउल सत्य लंघन कले से ईश्वर दृष्टि रे मंद कर्म कले और ईश्वर पलस्ट्य मानू तांको उद्देश्य साधन करने निमंते व्यवहार कले। गोटे दिन रे साउल और तांको पिला माने मरले। आमे लक्ष्य कलु जे ईश्वर विरुद्ध जन कार्य करिवार फल कौन हुए जदि आमे ईश्वर आज्ञा लंघन करूँ सेथिर परिणाम भयंकर। मधुर वाक्य चला पथे साजे दीप अमरी चरण अलिभ आलोक देई जीवनर प्रतिपदे जीवनर प्रतिपदे बढ़ाए से सत्य पथ प्रदर्शिका से जे पथ प्रदर्शिका पथ प्रदर्शिका पथ प्रदर्शिका। प्रिय दर्शक बंधु नमस्कार। प्रभु जीशु ख्रीष्टଙ୍କ मधुर नाम रे आपनकु पथ प्रदर्शिका कार्यक्रम को स्वागत करूअछि। आज आपण केमिति अछंती? मोर विश्वास प्रभुଙ୍କ दया और अनुग्रह रु आपण निश्चय भल थिबे। आपण नियमित आम कार्यक्रम देखुछंती, शिक्षा लाभ करूअछंती और आत्मिक जीवन रे बढ़ुअछंती। सेथिपय मु विशेष आनंदित। आपणको मतामत निश्चय आमको टीवी स्क्रीन रे दिए जाइथिबा नंबर रे जणाइबे। आमे आपणको फोन कॉल रो अपेक्षा रे अछु। आमे आजिरो कार्यक्रम रे इस्राएल रो द्वितीय राजा को देखु। से थिले दाऊद। साउलଙ୍କ मृत्यु परे दाऊद इस्राएल रो राजा हेले। आमे जानु जे जेउ सामुएल साउलଙ୍କୁ राजाभिषिक्त करथिले से सामुएलଙ୍କ द्वारा दाऊदଙ୍କୁ मध्य राजाभिषिक्त करा जाय अछि। दाऊद ईश्वरଙ୍କ मनर मत थिले। सामुएल दाऊद राजा मुकुट पाइबार अनेक अनेक वर्ष पूर्वरु तांको राजाभिषेक करथिले। दाऊद राजा हेबा परे जिबुस को गले जेउठारे जिबुसियो माने बास करुथिले। दाऊद जिबुस को अधिकार करिबा पई नुआ रणनीति व्यवहार करिथिबा आमे लक्ष्य करूअछु। दाऊद एक कथा घोषणा कले जे केही प्रथमे जिबुसियो मानकु आघात करिबो से प्रधान और सेनापति हेबो। यह एक महान आह्वान थिला। आमे जानु जे सोरुयार पुत्र जोआब जिबुस को अधिकार कले और से दाऊदंकर प्रधान सेनापति हेले। आमे जानु जे पर जिबुस दाऊद नगर नाम रे ख्यात हेला जाकु जेरुसालेम कहू। जो जेरुसालेम गुरुत्वपूर्ण नगर हेला केवल पुरातन नियम रे नुहे एपरिकी नूतन नियम रे मध्य। दाऊदंक राजत्व द्वारा तांको राज्य वृद्धि पाइबाकु लागिला। तेबे आसंतु ए संपर्क रे पुंखानुपुंख आलोचना करिबा पूर्वरु एक भक्तिमूलक गीत सुनिबा। जीवन शांति लभिब
ଆଜି ଆମେ ପ୍ରଥମ ବଂଶାବଳୀ ତହିଁର 11 ଓ 12 ପର୍ବକୁ ଅଧ୍ୟୟନ କରିବାକୁ ଯିବା। ବର୍ତ୍ତମାନ ଆମେ ପ୍ରଥମ ବଂଶାବଳୀର ତୃତୀୟ ମୁଖ୍ୟ ବିଭାଗ ମଧ୍ୟକୁ ଆସିଅଛୁ। ପ୍ରଥମ 9ଟି ପର୍ବରେ ଆମେ ଚମତ୍କାର ଭାବେ ବଂଶାବଳୀକୁ ଦେଖିବାକୁ ପାରିଲୁ। ଏହାପରେ ଦ୍ୱିତୀୟ ବିଭାଗରେ କେବଳ ସେହି ଗୋଟିଏ ପର୍ବରେ ଅର୍ଥାତ୍ 10 ପର୍ବରେ ଆମେ ରାଜା ସାଉଲଙ୍କର ରାଜତ୍ୱ ବିଷୟରେ ଦେଖିବାକୁ ପାରିଲୁ। ମାତ୍ର ଏହି ତୃତୀୟ ବିଭାଗରେ ଆମେ ରାଜା ଦାଉଦଙ୍କର ରାଜତ୍ୱ ବିଷୟ ନେଇ ଲକ୍ଷ୍ୟ କରିବାକୁ ପାରିବା। ପ୍ରଥମେ ଆମେ 11 ଓ 12 ପର୍ବରେ ଦାଉଦଙ୍କର ଯୋଦ୍ଧାମାନଙ୍କ ବିଷୟ ନେଇ ଲକ୍ଷ୍ୟ କରିବାକୁ ଯିବା ଓ ଏହାପରେ 13ରୁ 16 ପର୍ବ ମଧ୍ୟରେ ଦାଉଦ ଓ ନିୟମ ସିନ୍ଧୁକ ବିଷୟ ନେଇ ଲକ୍ଷ୍ୟ କରିବାକୁ ପାରିବା ଓ ଏହାପରେ 17 ପର୍ବରେ ଦାଉଦ ଓ ମନ୍ଦିର ବିଷୟ ନେଇ ଲକ୍ଷ୍ୟ କରିବାକୁ ପାରିବା ଏବଂ ଏହାପରେ 18ରୁ 20 ପର୍ବରେ ଦାଉଦଙ୍କର ଯୁଦ୍ଧ ବିଷୟ ନେଇ ଲକ୍ଷ୍ୟ କରିବାକୁ ପାରିବା। 21 ପର୍ବରେ ଲୋକମାନଙ୍କୁ ଗଣନା କରିବା ବିଷୟରେ ଦାଉଦଙ୍କର ପାପକୁ ଦେଖିବାକୁ ପାରିବା ଓ 22ରୁ 29 ପର୍ବରେ ମନ୍ଦିର ନିର୍ମାଣ କରିବା ନେଇ ଦାଉଦଙ୍କର ପ୍ରସ୍ତୁତି ଓ ପ୍ରଣାଳୀକୁ ଦେଖିବାକୁ ପାରିବା। ତେବେ ଯେତେବେଳେ ଆମେମାନେ ଦାଉଦଙ୍କ ବିଷୟରେ ଓ ତାଙ୍କର ରାଜତ୍ୱ ବିଷୟ ନେଇ ଅଧ୍ୟୟନ କରିବାକୁ ଯାଉଅଛୁ, ଆମେ ଜାଣି ରଖିବା ଉଚିତ ଯେ ଈଶ୍ୱର କିପରି ଦାଉଦଙ୍କର ଜୀବନର କେତେକ ବିଷୟ ପ୍ରତି ବିଶେଷ ଗୁରୁତ୍ୱ ଦିଅନ୍ତି। ମୁଁ ବିଶ୍ୱାସ କରେ ଯେ ଏହି ଅଂଶ ମଧ୍ୟରୁ ଆମ୍ଭମାନଙ୍କ ନିମନ୍ତେ ଚମତ୍କାର ଶିକ୍ଷା ରହିଅଛି। ଅନେକ ଖ୍ରୀଷ୍ଟ ବିଶ୍ୱାସୀ କେତେକ ବିଷୟକୁ ପାପ ବୋଲି ବିଚାର କରନ୍ତି, ମାତ୍ର ଅନ୍ୟାନ୍ୟ ବିଷୟ ସବୁକୁ ପାପ ବୋଲି ଆଦୌ ବିଚାର କରନ୍ତି ନାହିଁ। କିନ୍ତୁ ମୁଁ ବିଶ୍ୱାସ କରେ ଯେ ଯେତେବେଳେ ଆମେ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟକୁ ଆସୁ, ସେତେବେଳେ ଆମେ ଦେଖିବାକୁ ପାରିବା ଯେ ଏହି ବିଷୟ ଆମ୍ଭମାନଙ୍କର ଭ୍ରାନ୍ତ ଧାରଣା। ସେମାନେ ଯାହାକୁ ମହାପାପ ବୋଲି ବିଚାର କରନ୍ତି ତାହା ସେପରି ନ ହୋଇପାରେ, ମାତ୍ର ଯାହା ସେମାନେ ଆଂଶିକ ପାପ ବା ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ଭାବନ୍ତି, ଈଶ୍ୱର ତାହାକୁ ପାପ ବୋଲି ବିଚାର କରନ୍ତି। ଦାଉଦଙ୍କର ବତ୍ସେବା ସହିତ ପାପ ବିଷୟ ନେଇ ସମସ୍ତେ ତାହାଙ୍କ ପ୍ରତି ଅଙ୍ଗୁଳି ଦେଖାଇ ପାରନ୍ତି ଏବଂ ଈଶ୍ୱର ସେହି ପାପ ଲାଗି ତାହାଙ୍କୁ ଶାସ୍ତି ଦେଲେ, କାରଣ ଏହା ଭୟଙ୍କର ପାପ ଥିଲା। କିନ୍ତୁ ଈଶ୍ୱର ସେହି ପାପ ନିମନ୍ତେ ମଧ୍ୟ ତାହାଙ୍କୁ କ୍ଷମା ଦେଲେ, ଯେହେତୁ ସେ ସେହି ପାପକୁ ଈଶ୍ୱରଙ୍କ ନିକଟରେ ସ୍ୱୀକାର କରି କ୍ଷମା ମାଗିଲେ। ଆଉ ଯଦିଓ ଲୋକମାନଙ୍କୁ ଗଣନା କରିବାର ବିଷୟ ଆମ୍ଭମାନଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବୋଲି ଜଣାଯାଏ ନାହିଁ, କିନ୍ତୁ ଆମେ ଦେଖିବାକୁ ପାରିବା ଯେ ଯେତେ ଦୂର ପର୍ଯ୍ୟନ୍ତ ଈଶ୍ୱର ସେହି ବିଷୟ ନେଇ ଚିନ୍ତା କରିଥିଲେ ତାହା ଅତି ଗୁରୁତ୍ୱପୂର୍ଣ୍ଣ ଥିଲା। ଆଉ ଆମେ ଦେଖିବାକୁ ପାରିବା ଯେ ଈଶ୍ୱର କାହିଁକି ତାହା ଉପରେ ଗୁରୁତ୍ୱ ଦେଇଥିଲେ। ଆମେ କେବଳ କାର୍ଯ୍ୟଗତ ପାପକୁ ଅର୍ଥାତ୍ କେଉଁ ବିଷୟ କରିବା ବା ନ କରିବା ଉଚିତ ତାହା ଜାଣିଲେ ଯଥେଷ୍ଟ ନୁହେଁ, ମାତ୍ର ଏଥିସହିତ ଚିନ୍ତାଗତ ପାପ ବା ଇଚ୍ଛାଗତ ପାପକୁ ଜାଣି ରଖିବା ଉଚିତ। ଈଶ୍ୱରଙ୍କ ଦୃଷ୍ଟିରେ ଯାହା ପାପ ବୋଲି ବିଚାର କରାଯାଏ ତାହାକୁ ବୁଝିବାକୁ ହେଲେ ଆମକୁ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା ଆବଶ୍ୟକ। ତେବେ ଆସନ୍ତୁ ଆମେ ବର୍ତ୍ତମାନ ଏହି ପ୍ରଥମ ବଂଶାବଳୀ 11 ଓ 12 ପର୍ବ ମଧ୍ୟରେ ଦାଉଦଙ୍କ ରାଜତ୍ୱ ସମ୍ପର୍କରେ କିଛି ଅଧ୍ୟୟନ କରିବାକୁ ଯିବା। ଏହି ଅଂଶରେ ଆମେ ବିଶେଷ କରି ଦାଉଦଙ୍କର ଯୋଦ୍ଧାମାନଙ୍କ ବିଷୟରେ ଲକ୍ଷ୍ୟ କରିବାକୁ ଯିବା। 11 ପର୍ବର ଏକ ପଦରେ ଲେଖା ଅଛି, ଅନନ୍ତର ସମୁଦାୟ ଇସ୍ରାଏଲ ହିବ୍ରୋନରେ ଦାଉଦଙ୍କ ନିକଟରେ ଏକତ୍ର ହୋଇ କହିଲେ, ଦେଖ, ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ। ଆପଣଙ୍କ ମନେଥିବ ଆମେ ସାମୁଏଲ ପୁସ୍ତକରେ ଏହି ସମୟର ଇତିହାସକୁ ଅଧ୍ୟୟନ କରି ଦେଖିଥିଲୁ ଯେ ଦାଉଦ ଏହି ସମୟରେ ଦକ୍ଷିଣରେ 2ଟି ଗୋଷ୍ଠୀ ଉପରେ ଅର୍ଥାତ୍ ଜିହୁଦା ଓ ବିନ୍ୟାମିନ ଗୋଷ୍ଠୀ ଉପରେ ରାଜତ୍ୱ କରୁଥିଲେ ଓ ସେ 7 ବର୍ଷ ରାଜ୍ୟ କଲେ ଓ ତାହାଙ୍କର ରାଜଧାନୀ ହିବ୍ରୋନ ଥିଲା। ଆଉ ତାହା ହିଁ ଏଠାରେ ଏହି ପ୍ରଥମ ବଂଶାବଳୀ ପୁସ୍ତକରେ ପ୍ରକାଶ କରାଯାଇଅଛି। କିନ୍ତୁ କାହିଁକି? ଯେହେତୁ ଈଶ୍ୱର ଇସ୍ରାଏଲର 12 ଗୋଷ୍ଠୀକୁ ଗୋଟିଏ ଜାତି ବା ଗୋଟିଏ ଗୋଷ୍ଠୀ ବୋଲି ଦେଖନ୍ତି। ଈଶ୍ୱରଙ୍କ ଦୃଷ୍ଟିକୋଣ ଅନୁଯାୟୀ ଦାଉଦ ଯେତେବେଳେ ସମସ୍ତ ଇସ୍ରାଏଲ ଉପରେ ରାଜା ହେଲେ, ସେତେବେଳେ ସେ ପ୍ରକୃତରେ ରାଜା ବୋଲି ବିବେଚିତ ହେଲେ ଓ ଇସ୍ରାଏଲର 12ଟି ଯାକ ଗୋଷ୍ଠୀ ତାହାଙ୍କୁ ରାଜା ରୂପେ ଗ୍ରହଣ କଲେ ଓ କହିଲେ, ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ। 2 ପଦରେ ଲେଖା ଅଛି, ଗତକାଳରେ ସାଉଲ ରାଜା ଥିଲାବେଳେ ତୁମ୍ଭେ ଇସ୍ରାଏଲକୁ ବାହାରେ ଓ ଭିତରେ ଗମନାଗମନ କରାଉଥିଲ, ପୁଣି ସଦାପ୍ରଭୁ ତୁମ ପରମେଶ୍ୱର ତୁମକୁ କହିଅଛନ୍ତି, ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କର ଅଗ୍ରଣୀ ହେବ। ସେମାନେ ଏହି ବିଷୟରେ ଈଶ୍ୱରଙ୍କର ହସ୍ତର କାର୍ଯ୍ୟକୁ ବୁଝିପାରିଥିଲେ। ଦାଉଦ ମଧ୍ୟ ସେ ପର୍ଯ୍ୟନ୍ତ ରାଜା ହୋଇପାରିନଥିଲେ ଯେପର୍ଯ୍ୟନ୍ତ ଲୋକମାନେ ତାହାଙ୍କୁ ଈଶ୍ୱରଙ୍କ ଦ୍ୱାରା ମନୋନୀତ ରାଜା ରୂପେ ଗ୍ରହଣ କରିନଥିଲେ, ଯାହାକି ସେ ଜିହୁଦା ଓ ବିନ୍ୟାମିନ ରୂପରେ ରାଜତ୍ୱ କରିବାର 7 ବର୍ଷ ପରେ ଘଟିଥିଲା। ଏହାପରେ 3 ପଦରେ ଲେଖା ଅଛି, ଏହି ରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋନକୁ ରାଜାଙ୍କ କତିକି ଆସିଲେ। ତହିଁରେ ଦାଉଦ ହିବ୍ରୋନରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗେ ନିୟମ କଲେ। ପୁଣି ସାମୁଏଲଙ୍କ ହସ୍ତରେ ସଦାପ୍ରଭୁଙ୍କ କଥିତ ବାକ୍ୟାନୁସାରେ
ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ। ବର୍ତ୍ତମାନ ସେ ଇସ୍ରାଏଲର 12 ଗୋଷ୍ଠୀ ଉପରେ ରାଜା ହେଲେ। ତେଣୁ ଈଶ୍ୱରଙ୍କ ଦୃଷ୍ଟିକୋଣରୁ ଏହି ସମୟ ଥିଲା ପ୍ରକୃତ ସମୟ, ଯେଉଁ ସମୟରେ କି ଦାଉଦ ତାଙ୍କର ରାଜତ୍ୱ ଆରମ୍ଭ କଲେ। 4 ପଦରେ ଲେଖା ଅଛି, ଏଥିଉତ୍ତାରେ ଦାଉଦ ଓ ସମଗ୍ର ଇସ୍ରାଏଲ ଜେରୁସାଲେମକୁ ଅର୍ଥାତ୍ ଜିବୁସକୁ ଗଲେ। ସେ ସମୟରେ ଦେଶ ନିବାସୀ ଜିବୁସୀୟମାନେ ସେଠାରେ ଥିଲେ। ଏଠାରେ ଆମେ ଦେଖିବାକୁ ପାରୁଅଛୁ ଜେରୁସାଲେମର ଅନ୍ୟ ନାମ ଥିଲା ଜିବୁସ। ଯେହେତୁ ସେ ସ୍ଥାନରେ ସେହି ସମୟରେ ଜିବୁସୀୟମାନେ ବସବାସ କରୁଥିବାରୁ ତାହାର ନାମ ଜିବୁସ ରଖାଯାଇଥିଲା। ମାତ୍ର ଦାଉଦ ସେହି ଜେରୁସାଲେମ ନଗର ବିଷୟରେ ଜାଣିଥିଲେ ଓ ଜେରୁସାଲେମକୁ ସେ ନିଜର ରାଜଧାନୀ କରିବା ନିମନ୍ତେ ପସନ୍ଦ କରିଥିଲେ। ଏ ସେହି ସ୍ଥାନ ଥିଲା ଯେଉଁ ସ୍ଥାନରେ କି ମନ୍ଦିର ନିର୍ମିତ ହେବାକୁ ଥିଲା। ଏହା ଦାଉଦଙ୍କର ଇଚ୍ଛା ଥିଲା ଓ ଈଶ୍ୱରଙ୍କର ମଧ୍ୟ ଇଚ୍ଛା ଥିଲା। 5 ପଦରେ ଲେଖା ଅଛି, ତହିଁରେ ଜିବୁସ ନିବାସୀମାନେ ଦାଉଦଙ୍କୁ କହିଲେ, ତୁମ୍ଭେ ଏ ସ୍ଥାନକୁ ଆସିପାରିବ ନାହିଁ। ତଥାପି ଦାଉଦ ସିଓନର ଦୃଢ଼ଗଡ଼ ହସ୍ତଗତ କଲେ, ତାହା ଦାଉଦ ନଗର ହେଲା। ଦାଉଦ ସିଓନର ଦୃଢ଼ଗଡ଼ ହସ୍ତଗତ କଲେ ଓ ସେ ସେହି ସ୍ଥାନରେ ତାହାଙ୍କର ପ୍ରାସାଦ ନିର୍ମାଣ କଲେ। ସିଓନ ପର୍ବତ ଦାଉଦଙ୍କ ନିମନ୍ତେ ଅତି ବହୁମୂଲ୍ୟ ଥିଲା। 6 ପଦରେ ଲେଖା ଅଛି, ଆଉ ଦାଉଦ କହିଲେ, ଯେ କେହି ପ୍ରଥମେ ଜିବୁସୀୟମାନଙ୍କୁ ଆଘାତ କରିବ ସେ ପ୍ରଧାନ ଓ ସେନାପତି ହେବ। ତହିଁରେ ସରୁୟାର ପୁତ୍ର ଜୋୟାବ ପ୍ରଥମେ ଗଲା ଓ ପ୍ରଧାନ କରାଗଲା। ଏହି ଜୋୟାବ ଦାଉଦଙ୍କୁ ସାହାଯ୍ୟ କରିବାରେ ସବୁଠାରୁ ପ୍ରଥମ ଥିଲା। ସେ ଦାଉଦଙ୍କ ପ୍ରତି ଜଣେ ପରାମର୍ଶଦାତା ସ୍ୱରୂପ ଥିଲା ଓ ସେ ସୈନ୍ୟ ଶ୍ରେଣୀର ନେତୃତ୍ୱ ନେଇଥିଲା। ସେ ଦାଉଦଙ୍କର ଯୋଦ୍ଧାମାନଙ୍କ ମଧ୍ୟରୁ ଜଣେ ଯୋଦ୍ଧା ଥିଲା। ସେ ଦାଉଦଙ୍କର ସେନାପତି ହେଲା ଓ ପ୍ରଧାନ ହେଲା। 7 ପଦରେ ଲେଖା ଅଛି, ପୁଣି ଦାଉଦ ସେହି ଦୃଢ଼ ଗଡ଼ରେ ବାସ କଲେ, ଏହେତୁ ଲୋକମାନେ ତାକୁ ଦାଉଦ ନଗର ନାମ ଦେଲେ। ଦାଉଦଙ୍କ ନଗର ପ୍ରକୃତରେ ସିଓନ ପର୍ବତ ଅଞ୍ଚଳ ଥିଲା। ପ୍ରକୃତରେ ଏହି ସ୍ଥାନରେ ଦାଉଦଙ୍କର ପ୍ରାସାଦ ଥିଲା, କାରଣ ଦାଉଦ ସିଓନ ପର୍ବତକୁ ଭଲ ପାଉଥିଲେ। ଏହାପରେ 8 ପଦରେ ଲେଖା ଅଛି, ଆଉ ଦାଉଦ ଚତୁର୍ଦିଗରେ ଅର୍ଥାତ୍ ମିଲୋଠାରୁ ଚତୁର୍ଦିଗରେ ନଗର ନିର୍ମାଣ କଲେ। ପୁଣି ଜୋୟାବ ନଗରର ଅବଶିଷ୍ଟ ସ୍ଥାନ ପୁନର୍ନିର୍ମାଣ କଲେ। ଜୋୟାବ କେବଳ ଦାଉଦଙ୍କ ସୈନ୍ୟ ଶ୍ରେଣୀର ସେନାପତି ବା ପ୍ରଧାନ ନଥିଲେ, ମାତ୍ର ସେ ମଧ୍ୟ ନଗର ନିର୍ମାଣ କାର୍ଯ୍ୟର ମୁଖ୍ୟ ଦାୟିତ୍ୱରେ ଥିଲେ। ଏହାପରେ 9 ପଦରେ ଲେଖା ଅଛି, ତେଣୁ ଦାଉଦ ଆହୁରି ଆହୁରି ମହାନ ହେଲେ, କାରଣ ସୈନ୍ୟାଧିପତି ସଦାପ୍ରଭୁ ତାଙ୍କର ସହାୟ ଥିଲେ। ଦାଉଦ ଇସ୍ରାଏଲକୁ ଏକ ମହାନ ରାଜ୍ୟରେ ପରିଣତ କରାଇଲେ ଓ ସମଗ୍ର ଜଗତରେ ତାହାଙ୍କର ଖ୍ୟାତି ବିସ୍ତାର ଲାଭ କରିଥିଲା। ଦାଉଦ ଯେଉଁ ମୂଳଦୁଆ ପକାଇଥିଲେ, ସେହି ମୂଳଦୁଆ ଉପରେ ସେହି ସମୟରେ ସଲୋମନ ଜଗତ ନିକଟରେ ଏକ ସାକ୍ଷ୍ୟ ପ୍ରଦାନ କରିବା ନିମନ୍ତେ ସକ୍ଷମ ହୋଇଥିଲେ। ଆସନ୍ତୁ ଏହାପରେ ଦାଉଦଙ୍କର ବୀରମାନଙ୍କ ବିଷୟ ନେଇ କିଛି ଆଲୋଚନା କରିବା। ଦାଉଦଙ୍କର ବୀରମାନେ ସେହି ଲୋକମାନେ ଥିଲେ ଯେଉଁମାନେ କି ଦାଉଦ ରାଜା ରୂପେ ଅଗ୍ରାହ୍ୟ ହୋଇଥିବା ସମୟରେ ତାହାଙ୍କ ସହିତରେ ଥିଲେ। ବର୍ତ୍ତମାନ ସେ ରାଜା ହୋଇଥିବାରୁ ସେ ମଧ୍ୟ ସେମାନଙ୍କୁ ସମ୍ମାନିତ କରାଇଲେ। ପ୍ରିୟ ବନ୍ଧୁ, ଏଠାରେ ଆମମାନଙ୍କୁ ଏକ ମହାନ ଶିକ୍ଷା ମିଳେ। ପ୍ରଭୁ ଯୀଶୁଖ୍ରୀଷ୍ଟ ଆଜି ତାହାଙ୍କ ନାମରେ ଅନେକଙ୍କୁ ଆହ୍ୱାନ କରୁଅଛନ୍ତି ଓ ସେମାନେ ତାହାଙ୍କର ବୀର ଲୋକମାନେ। କିନ୍ତୁ ବର୍ତ୍ତମାନ ଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କରିବାର ସମୟ। ତାଙ୍କର ନିଜ ଲୋକମାନେ କହିଲେ, ଏହି ଲୋକଟା ଆମମାନଙ୍କ ଉପରେ ରାଜା ହେବ ନାହିଁ। ସେ ମଧ୍ୟ ନିଜକୁ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ରୂପେ ପ୍ରତିଷ୍ଠିତ କରିବାକୁ ଚାହିଁନଥିଲେ। ଦାଉଦ ଯଦିଓ ଇସ୍ରାଏଲର ରାଜା ରୂପେ ଅଭିଷିକ୍ତ ହୋଇଥିଲେ, ମାତ୍ର ସେ ଅଗ୍ରାହ୍ୟ ହୋଇଥିଲେ। ସାଉଲ ତଥାପି ରାଜତ୍ୱ କରୁଥିଲେ। ଈଶ୍ୱର ତାଙ୍କୁ ଅନେକ ସୁଯୋଗ ଦେଇଥିଲେ, ମାତ୍ର ସେ ଈଶ୍ୱରଙ୍କ ନିମନ୍ତେ ଉତ୍ତମ ବିଷୟ ସାଧନ କରିପାରିଲେ ନାହିଁ। କିନ୍ତୁ ସେହି ସମୟରେ ଦାଉଦ ନିଜର ଜୀବନ ବଞ୍ଚାଇବା ନିମନ୍ତେ ଦୌଡ଼ି ପଳାଇ ଯାଇଥିଲେ। ଏହା ଥିଲା ତାହାଙ୍କ ନିମନ୍ତେ ଅଗ୍ରାହ୍ୟ ହେବାର ସମୟ। କିନ୍ତୁ ସେହି ସମୟରେ ବିଭିନ୍ନ ଦିଗରୁ ଲୋକମାନେ ତାହାଙ୍କ ନିକଟକୁ ଆସି ତାଙ୍କର ବଶୀଭୂତ ହୋଇ ରହିଲେ। ସେମାନେ ତାହାଙ୍କର ବୀର ଭାବରେ ପରିଚିତ ହେଲେ। ବର୍ତ୍ତମାନ ଖ୍ରୀଷ୍ଟ ଜଗତ ନିକଟରେ ଅଗ୍ରାହ୍ୟ ହେଉଅଛନ୍ତି। ଆପଣ ଓ ମୁଁ, ଆମେ ଯେଉଁ ଜଗତ ମଧ୍ୟରେ ବାସ କରୁଅଛୁ, ସେଠାରେ ଖ୍ରୀଷ୍ଟଙ୍କୁ କେହି ଗ୍ରହଣ କରିବାକୁ ଚାହେଁ ନାହିଁ। ମାତ୍ର ଏହି ଦିନମାନଙ୍କରେ ପ୍ରଭୁ ତାଙ୍କର ଲୋକମାନଙ୍କୁ ଆହ୍ୱାନ କରନ୍ତି। ସେ ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତା, ଆମ୍ଭମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟ। ସେ ଆମ୍ଭମାନଙ୍କ ନିମନ୍ତେ ଆପଣାର ପ୍ରାଣ ଦେଇଅଛନ୍ତି। ତେଣୁକରି ସେ ଯେପର୍ଯ୍ୟନ୍ତ ଏହି ଜଗତକୁ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ହୋଇ ଆଗମନ କରି ସେହି ସିଂହାସନର ଅଧିକାରୀ ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ଆମମାନଙ୍କୁ ଅପେକ୍ଷା କରି ଜାଗ୍ରତ ରହିବାକୁ ହେବ। ତାପରେ ଆମମାନଙ୍କୁ କୁହାଯାଏ ଯେ ଆମ୍ଭମାନଙ୍କୁ ତାହାଙ୍କ ସହିତରେ ରାଜତ୍ୱ କରିବାକୁ ହେବ। ତେବେ ଯେଉଁ 3 ଜଣ ଯେଉଁମାନେ କି 3 ବୀର ରୂପେ ପରିଚିତ ହେଲେ, ସେମାନେ ସେହି ଲୋକ ଥିଲେ ଯେଉଁମାନେ କି ସେହି ବେଥଲେହେମର କୂପରୁ ଜଳ ଆଣି ଦାଉଦଙ୍କୁ ଦେଇଥିଲେ ଓ ଏହା ଅତି ସାହସିକତାର କାର୍ଯ୍ୟ ଥିଲା। ଦେଖନ୍ତୁ 11 ପର୍ବର 15-19 ପଦରେ ଏହିପରି ଲେଖା ଅଛି, ଆଉ 30 ଜଣ ପ୍ରଧାନଙ୍କ ମଧ୍ୟରୁ 3 ଜଣ ଶୈଳକୁ ଅର୍ଥାତ୍ ଅଦୁଲମ ଗୁମ୍ଫାକୁ ଦାଉଦଙ୍କ କତିକି ଗଲେ। ସେତେବେଳେ ପଲେଷ୍ଟ୍ରୀୟ ସୈନ୍ୟ ରଫାଇମ୍ ଉପତ୍ୟକାରେ ଛାଉଣି ସ୍ଥାପନ କରିଥିଲେ।
ପୁଣି ସେ ସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟିୟମାନଙ୍କର ପ୍ରହରୀ ସୈନ୍ୟ ଦଳ ବେଥଲେହେମରେ ଥିଲେ। ଏଥିରେ ଦାଉଦ ତୃଷାର୍ତ୍ତ ହୋଇ କହିଲେ, ଆଃ, କେହି ବେଥଲେହେମ ନଗର ଦ୍ୱାରା ନିକଟସ୍ଥ କୂପଜଳ ପାନ କରିବାକୁ ମୋତେ ଦିଅନ୍ତା କି? ତହିଁରେ ସେହି 3 ବୀର ପଲେଷ୍ଟିୟମାନଙ୍କ ସୈନ୍ୟ ମଧ୍ୟ ଦେଇ ପଶିଯାଇ ବେଥଲେହେମ ନଗର ଦ୍ୱାରା ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ। ମାତ୍ର ଦାଉଦ ତହିଁରୁ ପାନ କରିବାକୁ ସମ୍ମତ ନୋହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳିଦେଲେ, ଆଉ କହିଲେ, ମୋ ପରମେଶ୍ୱର ଏପରି କର୍ମ କରିବାକୁ ମୋତେ ନ ଦେଉନ୍ତୁ। ପ୍ରାଣପଣରେ ଗମନକାରୀ ଏହି ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି? କାରଣ ସେମାନେ ପ୍ରାଣପଣରେ ତାହା ଆଣିଅଛନ୍ତି। ଏଣୁ ସେ ତାହା ପାନ କରିବାକୁ ସମ୍ମତ ହେଲେ ନାହିଁ। ଏହି ସକଳ କର୍ମ ସେହି 3 ବୀର କରିଥିଲେ। ଏଠାରେ ଦେଖନ୍ତୁ ଯେ ଦାଉଦ ସେହି ବେଥଲେହେମରେ ଲାଳିତ ପାଳିତ ହୋଇଥିଲେ। ତାହା ହିଁ ଥିଲା ତାହାଙ୍କର ନିଜର ନଗର। ସେହି ନଗରର ପ୍ରବେଶ ସ୍ଥାନରେ ଏକ କୂପ ଥିଲା ଏବଂ ଅନେକ ସମୟରେ ଯେତେବେଳେ ସେ ମେଣ୍ଢା ଚରାଇ କ୍ଳାନ୍ତ ହୋଇ ତୃଷା ଅନୁଭବ କରୁଥିଲେ, ସେତେବେଳେ ସେ ସେହି କୂପ ନିକଟରେ ଅଟକି ଯାଇ ସେହି କୂପରୁ ଜଳପାନ କରୁଥିଲେ। କିନ୍ତୁ ବର୍ତ୍ତମାନ ସେ ସେହି ପଲେଷ୍ଟିୟମାନଙ୍କ ଦ୍ୱାରା ଅବରୋଧ ହୋଇଥିବାରୁ ସେ ସେହି କୂପ ନିକଟକୁ ଯାଇ ପାନ କରିବା ସମ୍ଭବ ନୁହେଁ। କିନ୍ତୁ ତୃଷା ହେତୁ ସେହି କୂପର ଜଳ ପାନ କରିବାକୁ ତାହାଙ୍କର ଇଚ୍ଛା ଥିଲା। କିନ୍ତୁ ଦାଉଦଙ୍କର ମନୋଭାବକୁ ଜାଣି ସେହି 3 ବୀର ପଲେଷ୍ଟିୟମାନଙ୍କର ସୈନ୍ୟ ଶ୍ରେଣୀ ଦେଇ ସାହସର ସହିତ ଯାଇ ସେହି କୂପରୁ ଜଳ ଆଣି ଦାଉଦଙ୍କୁ ଦେଲେ। ମାତ୍ର ଏକ ଆଶ୍ଚର୍ଯ୍ୟର କଥା, ଦାଉଦ ସେହି ଜଳକୁ ପାନ ନ କରି ତାହାକୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପେୟ ନୈବେଦ୍ୟ ସ୍ୱରୂପେ ଢାଳିଦେଲେ। ଆଉ ସେ କହିଲେ, ପରମେଶ୍ୱର ଏପରି କର୍ମ କରିବାକୁ ମୋତେ ନ ଦେଉନ୍ତୁ। ପ୍ରାଣପଣରେ ଗମନକାରୀ ଏହି ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି? କାରଣ ସେମାନେ ପ୍ରାଣପଣରେ ତାହା ଆଣିଅଛନ୍ତି। ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁ ସେହି ବେଥଲେହେମରେ ଜନ୍ମଗ୍ରହଣ କଲେ ଓ ସେ ସେହି ବେଥଲେହେମର ଜଳ, ସେ ହେଉଛନ୍ତି ଜୀବନ୍ତ ଜଳର ନିର୍ଝର। ଆଜି ମଧ୍ୟ ଅନେକ ତାଙ୍କର ବୀରମାନେ ଯେଉଁମାନେ କି ସାହସର ସହିତ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଅଛନ୍ତି, ସେମାନେ ଅନେକ ଘାତ ପ୍ରତିଘାତ ଓ ତାଡ଼ନା ମଧ୍ୟ ଦେଇ ଈଶ୍ୱରଙ୍କ ବାକ୍ୟ ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାରେ ଲାଗିଛନ୍ତି। ଆଉ ସେମାନେ ନିଶ୍ଚିତ ଖ୍ରୀଷ୍ଟଙ୍କ ବୀର ସ୍ୱରୂପେ ବା ଯୋଦ୍ଧା ସ୍ୱରୂପେ ସମ୍ମାନିତ ହେବାକୁ ଯାଉଅଛନ୍ତି। ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ମୋର ପ୍ରିୟ ବନ୍ଧୁ, ଆପଣ ଯଦି ପୁରସ୍କୃତ ହେବାକୁ ଚାହାନ୍ତି, ତାହେଲେ ଆପଣଙ୍କୁ ତାହାଙ୍କ ନିମନ୍ତେ ସ୍ୱାର୍ଥ ତ୍ୟାଗ କରିବାକୁ ହେବ ଓ ତାହାଙ୍କ ନିମନ୍ତେ ନିଜକୁ ଉତ୍ସର୍ଗ କରିବାକୁ ହେବ। ଏହି ପର୍ବରେ ଆଉ ଏକ ଘଟଣା ବର୍ଣ୍ଣିତ ହୋଇଅଛି, ଯାହାକି ଅତି ଚମତ୍କାର। 11 ପର୍ବର 22 ପଦରେ ଲେଖା ଅଛି, ପରାକ୍ରାନ୍ତ କର୍ମକାରୀ କବସେଲିୟ ଏକ ବିକ୍ରମୀ ପୁରୁଷର ପୌତ୍ର ଜୁହଇଆଦାର ପୁତ୍ର ଯେ ବନାୟ, ସେ ମୋୟାବୀୟ ଅରିଏଲର 2 ପୁତ୍ରଙ୍କୁ ବଧ କଲା। ମଧ୍ୟ ସେ ହିମପାତ ସମୟରେ ଯାଇ ଗର୍ତ୍ତ ମଧ୍ୟରେ ଏକ ସିଂହକୁ ବଧ କଲା। ବନାୟ ପକ୍ଷରେ ଏହା ଅତି ଚମତ୍କାର କାର୍ଯ୍ୟ ଥିଲା। ଆପଣ ଲକ୍ଷ୍ୟ କରିପାରୁଛନ୍ତି ସେ କେତେବେଳେ ଏହି କର୍ମ କଲା? ସେ ଏହି କର୍ମ ହିମାନି ସମୟରେ, ଅର୍ଥାତ୍ ହିମପାତ ବା ତୁଷାରପାତ ସମୟରେ କଲା। ବାସ୍ତବରେ ପ୍ରଭୁ ମଧ୍ୟ ସେହି ଲୋକମାନଙ୍କ ପ୍ରତି ଦୃଷ୍ଟି ଦେଇଥାନ୍ତି ଯେଉଁମାନେ ସମସ୍ୟା ମଧ୍ୟ ଦେଇ ହେଉ ବା ଝଡ଼ ବର୍ଷା ମଧ୍ୟ ଦେଇ ହେଉ ତାହାଙ୍କର ମନ୍ଦିରକୁ ଆସି ତାହାଙ୍କର ଉପାସନା କରନ୍ତି, ତାହାଙ୍କୁ ପ୍ରଥମ ସ୍ଥାନ ଦିଅନ୍ତି, ତାହାଙ୍କର ସେବା କରନ୍ତି। ସମସ୍ତ ପ୍ରକାର ଅସୁବିଧା ସତ୍ତ୍ୱେ ମଧ୍ୟ ସେମାନେ ପ୍ରଭୁଙ୍କର ସେବା ବା ଉପାସନାକୁ ପ୍ରଥମ ସ୍ଥାନ ଦିଅନ୍ତି। ବର୍ତ୍ତମାନ ମୁଁ ଏହି 12 ପର୍ବରେ କେବଳ ଗୋଟିଏ କୌତୁହଳ ବିଷୟ ଉପରେ ଆପଣଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ। ତାହା ହେଉଛି ସେହି ସମୟରେ ଗାଦ ବଂଶ ମଧ୍ୟରୁ ମଧ୍ୟ କେତେକ ଲୋକ ଥିଲେ ଯେଉଁମାନେ କି ଦାଉଦ ଅଗ୍ରାହ୍ୟ ହୋଇଥିବା ସମୟରେ ତାହାଙ୍କ ନିକଟକୁ ଆସିଥିଲେ। ଦେଖନ୍ତୁ, ପ୍ରଥମ ବଂଶାବଳୀ 12 ପର୍ବର 14ରୁ 18 ପଦ ମଧ୍ୟରେ ଲେଖା ଅଛି, ଗାଦର ଏହି ସନ୍ତାନମାନେ ସେନାପତି ଥିଲେ। ଏମାନଙ୍କ ମଧ୍ୟରେ ଯେଉଁ ଜଣ କ୍ଷୁଦ୍ର ସେ 100 ଲୋକର ଓ ଯେ ମହାନ ସେ 1,000 ଲୋକର ସମାନ ଥିଲା। ଏମାନେ ପ୍ରଥମ ମାସରେ ଜର୍ଦ୍ଦନର ଜଳ ସମସ୍ତ ତୀର ଉପରେ ଉଛୁଳୁଥିବା ସମୟରେ ନଦୀ ପାର ହୋଇ ଯାଇଥିଲେ। ଆଉ ସେମାନେ ଉପତ୍ୟକା ସମୂହର ପୂର୍ବ ଓ ପଶ୍ଚିମ ଦିଗ ନିବାସୀମାନଙ୍କୁ ତଡ଼ି ଦେଇଥିଲେ। ଆହୁରି ବିନ୍ୟାମିନ୍ ଓ ଜିହୁଦା ସନ୍ତାନମାନଙ୍କ ମଧ୍ୟରୁ କେତେ ଲୋକ ଦୁର୍ଗ ସ୍ଥାନକୁ ଦାଉଦଙ୍କ କତିକି ଆସିଲେ। ତରେ ଦାଉଦ ସେମାନଙ୍କୁ ଭେଟିବା ପାଇଁ ଯାଇ ଉତ୍ତର କରି କହିଲେ, ଯେବେ ତୁମେମାନେ ନିର୍ବିରୋଧ ଭାବରେ ମୋହର ସାହାଯ୍ୟ କରିବା ପାଇଁ ମୋ କତିକି ଆସିଥାଅ,
ତେବେ ମୋହର ଅନ୍ତଃକରଣ ତୁମମାନଙ୍କଠାରେ ସଂଯୁକ୍ତ ହେବ। ମାତ୍ର ମୋ ହସ୍ତରେ କୌଣସି ଦୌରାତ୍ମ ନଥିଲେ ହେଁ ଯେବେ ତୁମେମାନେ ମୋ ଶତ୍ରୁମାନଙ୍କ ହସ୍ତରେ ମୋତେ ସମର୍ପଣ କରିବାକୁ ଆସିଥାଅ, ତେବେ ଆମ୍ଭମାନଙ୍କ ପିତୃଗଣର ପରମେଶ୍ୱର ତାହା ଦେଖନ୍ତୁ ଓ ଅନୁଯୋଗ କରନ୍ତୁ। ସେତେବେଳେ 30 ଜଣଙ୍କ ମଧ୍ୟରେ ପ୍ରଧାନ ଅମାଶୟ ଉପରେ ଆତ୍ମା ଅଧିଷ୍ଠାନ କରନ୍ତି। ସେ କହିଲା, ହେ ଦାଉଦ, ଆମ୍ଭେମାନେ ତୁମ୍ଭର, ହେ ଯିଶିର ପୁତ୍ର, ଆମ୍ଭେମାନେ ତୁମ୍ଭର ପକ୍ଷ। ତୁମ୍ଭର ମଙ୍ଗଳ ହେଉ ଓ ତୁମ୍ଭ ସାହାଯ୍ୟକାରୀମାନଙ୍କର ମଙ୍ଗଳ ହେଉ, କାରଣ ତୁମ୍ଭ ପରମେଶ୍ୱର ତୁମ୍ଭର ସାହାଯ୍ୟ କରନ୍ତି। ତେଣୁ ଦାଉଦ ସେମାନଙ୍କୁ ଗ୍ରହଣ କରି ସେନାଦଳ ଉପରେ ସେମାନଙ୍କୁ ସେନାପତି କଲେ। ଏଠାରେ ଏକ ଦଳର ଲୋକ ଯେଉଁମାନେ ଦାଉଦଙ୍କ ନିକଟକୁ ଆସିଥିଲେ, ଆଉ ସେମାନେ ବନ୍ୟା ସମୟରେ ସାହସର ସହିତ ଜର୍ଦ୍ଦନ ନଦୀରେ ପହଁରି ପହଁରି ଯାଇ ଜର୍ଦ୍ଦନ ଉପତ୍ୟକାର ପୂର୍ବ ଓ ପଶ୍ଚିମ ଦିଗ ନିବାସୀମାନଙ୍କୁ ତଡ଼ି ଦେଇଥିଲେ। ଦାଉଦ ସେମାନଙ୍କ ସହିତ ସାକ୍ଷାତ କରିବାକୁ ଯାଇଥିଲେ, ଆଉ ସେ ଜାଣିନଥିଲେ ଯେ ସେମାନେ ତାହାଙ୍କର ଶତ୍ରୁ କି ବନ୍ଧୁ। ମାତ୍ର ଦାଉଦ ସେମାନଙ୍କୁ କହିଲେ, ଯଦି ତୁମେମାନେ ମୋ ପ୍ରତି ଅନିଷ୍ଟ କଳ୍ପନା କରିଥାଅ, ତାହେଲେ ମୁଁ ତୁମମାନଙ୍କୁ ବିନାଶ କରିବି। କିନ୍ତୁ ସେମାନେ କହିଲେ, ନାହିଁ ଦାଉଦ, ତାହା ନୁହେଁ, ମାତ୍ର ଆମେମାନେ ତୁମ୍ଭର ପକ୍ଷ ହେବାକୁ ଆସିଅଛୁ। ସେମାନେ ଦାଉଦଙ୍କ ନିମନ୍ତେ ବଞ୍ଚିବାକୁ ଚାହିଁଲେ। ସେମାନେ ଦାଉଦଙ୍କର ପକ୍ଷ ହେବାକୁ ଚାହିଁଲେ ଓ ତାହାଙ୍କର ସେବା କରିବାକୁ ଚାହିଁଲେ। ପ୍ରିୟ ବନ୍ଧୁ, ଆଜି ଆପଣ କାହାର ପକ୍ଷ? ଆଜି ଆପଣ କାହା ପାଇଁ ବଞ୍ଚିବାକୁ ଚାହାନ୍ତି? ଆଜି ଆପଣ କାହାର ସେବା କରିବାକୁ ଚାହାନ୍ତି? କିନ୍ତୁ ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ମୃତ୍ୟୁବରଣ କରି ଓ ପୁନରୁତ୍ଥିତ ହୋଇ ଆମ୍ଭମାନଙ୍କ ନିମନ୍ତେ ସେହି ସମସ୍ତ ଆତ୍ମିକ ଆଶୀର୍ବାଦ ବର୍ତ୍ତାଇ ଅଛନ୍ତି। ଈଶ୍ୱର ଆଜି ତାହାଙ୍କର ଅସୀମ ଅନୁଗ୍ରହ, ପ୍ରେମ ଆମ୍ଭମାନଙ୍କ ପ୍ରତି ପ୍ରକାଶ କରିଅଛନ୍ତି। କିନ୍ତୁ ସେ ଚାହାନ୍ତି ଆମେ ଯେପରି ଏହି ଜଗତ ମଧ୍ୟରେ ତାହାଙ୍କ ନିମନ୍ତେ ବଞ୍ଚୁ ଓ ତାହାଙ୍କ ନିମନ୍ତେ ସାକ୍ଷୀ ହେଉ ଓ ତାହାଙ୍କର ସେବା କରୁ। ତେଣୁ ପ୍ରିୟ ବନ୍ଧୁ, ଆଜି ଆପଣ ଆପଣଙ୍କ ଜୀବନରେ କାହାକୁ ଶ୍ରେଷ୍ଠ ସ୍ଥାନ ଦେଇଅଛନ୍ତି? ଜଗତର ଲୋକମାନଙ୍କର କଥାକୁ ନା ଈଶ୍ୱରଙ୍କର ବାକ୍ୟକୁ? ଜଗତର ଲୋକମାନଙ୍କର ଆଦେଶକୁ ନା ଈଶ୍ୱରଙ୍କର ଆଦେଶକୁ? କିନ୍ତୁ ଯଦି ଆମେ ଈଶ୍ୱରଙ୍କୁ ପଛରେ ପକାଇ ଜଗତକୁ ପ୍ରଥମ ସ୍ଥାନ ଦେଉ, ଈଶ୍ୱରଙ୍କୁ ଦୂର କରିଦେଉ, ତାହେଲେ ଆମେମାନେ କେବେ ହେଲେ ଜୀବନରେ ଆଶୀର୍ବାଦର ଅଧିକାରୀ ହୋଇପାରିବା ନାହିଁ କି ଈଶ୍ୱରଙ୍କର ପରିଚୟ ପାଇପାରିବା ନାହିଁ। ଈଶ୍ୱରଙ୍କର ପରିଚୟ ପାଇବାକୁ ହେଲେ ଖ୍ରୀଷ୍ଟ ହିଁ ହେଉଛନ୍ତି ଏକମାତ୍ର ମାଧ୍ୟମ, ଯେହେତୁ ସେ ଆମମାନଙ୍କୁ ଈଶ୍ୱରଙ୍କ ସହିତରେ ସମ୍ମିଳିତ କରାଇଅଛନ୍ତି, ଆଉ ତାହା ତାଙ୍କର ପବିତ୍ର ରକ୍ତ ଦ୍ୱାରା। ଆଉ ସେ ଆଜି ମଧ୍ୟ ଆମମାନଙ୍କୁ ପିତା ଈଶ୍ୱରଙ୍କ ସହିତରେ ଏକ କରାଇବା ପାଇଁ ଚାହାନ୍ତି। ସେ ଚାହାନ୍ତି ନାହିଁ ବିଚ୍ଛିନ୍ନତା। ସେ ଚାହାନ୍ତି ନାହିଁ ଯେ ଆମମାନେ ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରି ସମସ୍ୟାରେ ପଡ଼ୁ, ଅଭାବରେ ପଡ଼ୁ, ଦୁଃଖରେ ପଡ଼ୁ, ବିପଦରେ ପଡ଼ୁ। ମାତ୍ର ସେ ଚାହାନ୍ତି ଆମମାନଙ୍କୁ ଉଦ୍ଧାର କରି ତାଙ୍କର ସନ୍ତାନ ରୂପେ ଗ୍ରହଣ କରିବା ପାଇଁ, ସେହି ତୁଟି ଯାଇଥିବା ସମ୍ପର୍କକୁ ପୁନର୍ବାର ଯୋଡ଼ି ଦେବା ପାଇଁ। କିନ୍ତୁ ଆଜି ଆମେ ସେଥି ନିମନ୍ତେ କ'ଣ ଚିନ୍ତିତ କି? ଈଶ୍ୱରଙ୍କ ସହିତରେ ଆମେ କ'ଣ ସହଭାଗିତା ସ୍ଥାପନ କରିବା ପାଇଁ ଚାହୁଁ କି? ଈଶ୍ୱରଙ୍କ ସହିତରେ ଆମମାନଙ୍କର ସେହି ତୁଟି ଯାଇଥିବା ସମ୍ପର୍କକୁ କ'ଣ ଆମେ ଯୋଡ଼ି ଦେବା ପାଇଁ ଚାହୁଁ କି? ଈଶ୍ୱରଙ୍କ ସହିତରେ କ'ଣ ଆମେ ଲାଗି ରହିବା ପାଇଁ ଚାହୁଁ କି? ଈଶ୍ୱରଙ୍କୁ କ'ଣ ଆମେ ସନ୍ତୁଷ୍ଟ କରିବା ପାଇଁ ଚାହୁଁ କି? ଈଶ୍ୱରଙ୍କୁ କ'ଣ ଆମେ ଗୌରବ ଦେବା ପାଇଁ ଚାହୁଁ କି? ଯଦି ଆମେ ଚାହୁଁ, ତାହେଲେ ଏହି ବାକ୍ୟ ଅନୁଯାୟୀ ଆମକୁ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେବାକୁ ହେବ। ଖ୍ରୀଷ୍ଟଙ୍କର ସେହି କ୍ରୁଶ ନିକଟରେ ଆମମାନଙ୍କର ନିଜର ସମସ୍ତ ପାପକୁ ସ୍ୱୀକାର କରିବାକୁ ହେବ, ତାହାଙ୍କଠାରୁ କ୍ଷମା ମାଗିବାକୁ ହେବ। ତାହେଲେ ସେ ଆମମାନଙ୍କୁ ପାପରୁ ଉଦ୍ଧାର କରି ଈଶ୍ୱରଙ୍କର ନିକଟବର୍ତ୍ତୀ କରାଇବେ। ଏଠାରେ ମୁଁ ଆପଣଙ୍କୁ କହି ରଖେ ଯେ ଯଦି ଆମେ ପ୍ରଭୁଙ୍କର ସପକ୍ଷ ହେବା ପାଇଁ ଚାହୁଁ, ତାହେଲେ ଆମମାନଙ୍କୁ ଶୈତାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ହେବ। ଆମମାନଙ୍କୁ ସେ ଅନ୍ଧକାରର ଶକ୍ତି ବିରୁଦ୍ଧରେ ଛିଡ଼ା ହେବାକୁ ହେବ। ତାହେଲେ ଆମେ ପ୍ରଭୁଙ୍କର ସପକ୍ଷ ହୋଇପାରିବା। ଆଉ ଶୈତାନ ଚାହେଁ ନାହିଁ ଆମମାନେ ପ୍ରଭୁଙ୍କର ପକ୍ଷ ହେଉ ବୋଲି। ତେଣୁକରି ସେ ଆମମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନରେ ପ୍ରଲୋଭିତ କରି ଆମମାନଙ୍କୁ ତାହାର ଫାଶରେ ବାନ୍ଧିଦିଏ, ଆଉ ତାହାର ଫାଶରୁ ଅତି ସହଜରେ ଆମମାନେ ଉଦ୍ଧାର ପାଇପାରୁନା। କାରଣ ଏହି ଜଗତ
ଏକ ପ୍ରଲୋଭନପୂର୍ଣ୍ଣ ଜଗତ। ଏହି ଜଗତରେ ଆମେମାନେ ଯାହା କିଛି ଦେଖୁ ତାହା ଦେଖିବା ଦ୍ୱାରା ଆମମାନଙ୍କର ଚକ୍ଷୁ କଳୁଷିତ ହୁଏ। ଏହି ଜଗତରେ ଆମେମାନେ ଯାହା କିଛି ଶୁଣୁ ତାହା ଶୁଣିବା ଦ୍ୱାରା ଆମମାନଙ୍କର କର୍ଣ୍ଣ କଳୁଷିତ ହୁଏ। ଏହି ଜଗତରେ ଆମମାନେ ଯାହା କିଛି ଉପଭୋଗ କରୁ ତାଦ୍ୱାରା ଆମମାନଙ୍କର ଜୀବନ ବିନାଶ ଆଡ଼କୁ ଗତି କରେ। ତେଣୁ ଏହି ଜଗତରେ ଏକ ବିଜୟୀ ଜୀବନ ଯାପନ କରିବାକୁ ହେଲେ ଆମମାନଙ୍କୁ ଅନେକ ସ୍ୱାର୍ଥ ତ୍ୟାଗ କରିବାକୁ ହେବ। ପ୍ରଭୁଙ୍କ ନିମନ୍ତେ ଛିଡ଼ା ହେବାକୁ ହେଲେ ଆମମାନଙ୍କୁ ଅନେକ କଷ୍ଟ ସହ୍ୟ କରିବାକୁ ହେବ। ଆମମାନଙ୍କୁ ଅନେକ ଝଡ଼ଝଞ୍ଜା ମଧ୍ୟ ଦେଇ ଗତି କରିବାକୁ ହେବ। କିନ୍ତୁ ଏହି ସମସ୍ତରେ ଯଦି ଆମେ ପ୍ରଭୁଙ୍କଠାରେ ବିଶ୍ୱାସରେ ସ୍ଥିର ରହୁ ତାହେଲେ ସେ ଆମମାନଙ୍କୁ ସୁରକ୍ଷା ପ୍ରଦାନ କରିବେ ଏବଂ ସେ ଆମମାନଙ୍କୁ ଶକ୍ତି ଦେଇ ଏକ ବିଜୟୀ ଜୀବନ ଯାପନ କରିବା ପାଇଁ ସାହାଯ୍ୟ କରିବେ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଆଶା କରୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆମେ ଲକ୍ଷ୍ୟ କଲୁ ଯେ ଦାଉଦଙ୍କ ରାଜ୍ୟ ବୃଦ୍ଧି ପାଇବାକୁ ଲାଗିଲା। ଦାଉଦ 30 ଜଣ ପ୍ରଧାନଙ୍କ ମଧ୍ୟରୁ 3 ଜଣ ମହାବୀର ଥିଲେ। ସେମାନେ ଏକା ଏକା ଦାଉଦଙ୍କ ଶତ୍ରୁମାନଙ୍କୁ ଅଧିକାର କଲେ। କିନ୍ତୁ ତା ସହିତ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଥିଲା ଯେ ଈଶ୍ୱର ସେମାନଙ୍କ ସହିତ ଥିଲେ। ପ୍ରତିଟି ଅବସ୍ଥାରେ ଈଶ୍ୱର ସାହାଯ୍ୟ କରୁଥିଲେ ଶତ୍ରୁମାନଙ୍କ ବିରୁଦ୍ଧରେ ବିଜୟ ହେବା ପାଇଁ। ଏପରିକି ଦାଉଦ ସାଉଲଙ୍କ ଠାରୁ ରକ୍ଷା ପାଇବା ପାଇଁ ପଳାୟନ କଲାବେଳେ ମଧ୍ୟ ଅନେକ ଦାଉଦଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଏଥିରୁ ଆମେ ଜାଣୁ ଯେ ସେମାନେ ଜାଣିଥିଲେ ଯେ ଦିନେ ଦାଉଦ ରାଜା ହେବେ। ଆମେ ଲକ୍ଷ୍ୟ କଲୁ ଯେ ଦାଉଦଙ୍କ ପ୍ରଧାନ ସେନାପତି ଜୟାବ ସହିତ ତାଙ୍କ 2 ଭାଇ ମଧ୍ୟ ଥିଲେ। ସେମାନଙ୍କ ମଧ୍ୟରେ ଆମେ ଏକତା ଦେଖୁଛୁ। ଆଜି ଈଶ୍ୱରଙ୍କ ସେବା କାର୍ଯ୍ୟରେ ଏପରି ଏକତାର ଆବଶ୍ୟକ। ଆଜି ତ ଆମ ସମୟ ଏଠାରେ ଶେଷ ହେବାକୁ ଗଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ଆଜି ପାଇଁ ବିଦାୟ ଦିଅନ୍ତୁ। ରହିଲୁ, ନମସ୍କାର। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ ଯୀଶୁ, ପବିତ୍ର ନାମକୁ ଧନ୍ୟବାଦ ଦେଉଅଛୁ। ହଁ ପ୍ରଭୁ, ଆଜି ଏକ ଦିନରେ ତୁମେ ନୂତନ ଭାବରେ ଆମକୁ ଶିକ୍ଷା ପ୍ରଦାନ କରିଅଛ। ବିଶେଷ କରି ପ୍ରଭୁ ପ୍ରାର୍ଥନା କରୁଅଛୁ ଆମ ଦର୍ଶକ ବନ୍ଧୁମାନେ ଯେଉଁମାନଙ୍କର ପ୍ରଭୁ ପ୍ରାର୍ଥନା ଅନୁରୋଧ ରହିଅଛି ତୁମେ ସେମାନଙ୍କ ପ୍ରାର୍ଥନାର ଉତ୍ତର ଦିଅ ବୋଲି ପ୍ରାର୍ଥନା କରୁଅଛୁ ପିତା। ହଁ ପ୍ରଭୁ, ତୁମର ବାକ୍ୟ ଅନୁସାରେ ଆମେ ଯେପରି ଭାବରେ ଏକାଗ୍ରତା ସହିତ ବୃଦ୍ଧି ପାଇପାରିବୁ ତୁମେ ସେହିପରି ଆମ ପ୍ରତ୍ୟେକଙ୍କର ସହିତ ପରମେଶ୍ୱର ଥାଅ। ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ଗତ ପ୍ରଶ୍ନର ଉତ୍ତର ହେଲା ଡି ଈଶ୍ୱର। ଆଜିର ପ୍ରଶ୍ନ ହେଉଛି ଦାଉଦ କେଉଁ ସ୍ଥାନରେ ଲାଳିତ ପାଳିତ ହୋଇଥିଲେ? ଏ ବୈଥଲେମ୍, ବି ଜେରୁସାଲାମ, ସି ରୋମ୍, ଡି ଜିହୁଦା। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ অনুরোধ। যদি আপনার আম কার্যক্রম ভাল লাগুচি তেবে 0444908126 রে মিসড কল দেই বিজয় হয়ে পারিবে। গত সপ্তাহর বিজয় দর্শক বন্ধু হেলে কেন্দ্রাপড়ারু নয়নী নায়ক।